Today we read a new chapter, a poem, Alexander Selric. The poem Alexander Selric was written by William Cowper. যে কবিতাটি উইলিয়াম কৌপার লেখিଛନ୍ତି। He had written many poems, ସେ ବହୁତ କବିତା ଲେଖିଛନ୍ତି, but he was well known for this poem. କିନ୍ତୁ ଏହି କବିତା ପାଇଁ ସେ ବହୁତ ଜଣାଶୁଣା। In this poem, ଏହି କବିତାରେ the poet reflects the freedom of his spirit in a lonely Iceland. ଏହି କବିତା ମାଧ୍ୟମରେ କେମିତି ଜଣେ ମଣିଷ ମୁକ୍ତର ଯେଉଁ ଆନନ୍ଦ ତାର କେମିତି ପ୍ରତିଫଳନ ହୋଇଛି, କିନ୍ତୁ ଜଣେ ଲୋକ ଜଣେ ଦ୍ୱୀପ ମଧ୍ୟରେ ଏକୁଟିଆ ଜୀବନଯାପନ କରୁଛି। ସେ କେଉଁ ଯନ୍ତ୍ରଣା ଭିତରେ ଅଛି, କିନ୍ତୁ ଜଣେ ମୁକ୍ତ ବିହଙ୍ଗ ଭଳି ସମାଜ ମଧ୍ୟରେ ବାସ କରୁଛି। ତାର ପ୍ରତିଫଳନ କବିତା ମାଧ୍ୟମରେ କବି ବର୍ଣ୍ଣନା କରିଛନ୍ତି। The poet describes the loneliness in subtly coarse. କବି ଏଠି କହିବାକୁ ଚାହୁଁଛନ୍ତି ଯେ ଏକୁଟିଆ ଜୀବନଯାପନ କରୁଥିବାଟା ଗୋଟେ ପାପ ସହିତ ସମାନ। Living without friends makes life a hell. ଗୋଟେ ମଣିଷ, ଗୋଟେ ହ୍ୟୁମାନ୍ ବିଇଂ ଯଦି ସାଙ୍ଗ ବିନା ବାସ କରେ ବା ସୋସାଇଟିକୁ ଛାଡ଼ି ବାସ କରେ, ତାହା ହେଲ୍ ନର୍କ ସହିତ ସମାନ। ଇନ୍ ଦିସ୍ ପୋଏମ୍, ଏହି କବିତାରେ ଆଲେକ୍ଜାଣ୍ଡର ସେଲ୍ରିକ୍ ୱାଜ୍ ଗିଭିନ୍ ଏକ୍ଜାଇଲ୍, ତାଙ୍କୁ ନିର୍ବାସିତ ଦଣ୍ଡ ଦିଆଯାଇଥିଲା। ଆଲେକ୍ଜାଣ୍ଡର ସେଲ୍ରିକ୍ କିଏ? ଆଲେକ୍ଜାଣ୍ଡର ସେଲ୍ରିକ୍ ୱାଜ୍ ଏ ସେଲର୍, ସେ ଜଣେ ନାବିକ ଇନ୍ ଦ ସି, ସମୁଦ୍ରରେ। ଦେୟାର ହି କାର୍ଭସ୍ ହିଜ୍ ବେଷ୍ଟ ଫ୍ରେଣ୍ଡସ୍। ସେଇ ଯେଉଁ ଆଇସଲ୍ୟାଣ୍ଡ ବା ଦ୍ୱୀପରେ ବାସ କରୁଛନ୍ତି ଆଲେକ୍ଜାଣ୍ଡର, ସେଠି ସେ ତାଙ୍କ ସାଙ୍ଗମାନଙ୍କୁ ସେ ଝୁରି ହେଉଛନ୍ତି। ଆଣ୍ଡ ସମ୍ ହାପିଏଷ୍ଟ ମୋମେଣ୍ଟ ଅଫ୍ ହିଜ୍ ପାଷ୍ଟ ଲାଇଫ୍, ତାଙ୍କ ଅତୀତ ଜୀବନର କିଛି ଆନନ୍ଦ ମୁହୂର୍ତ୍ତକୁ ସେ ଝୁରି ହେଉଛନ୍ତି। ଦ ପୋଏଟ୍ ଡେସ୍କ୍ରାଇବ୍ସ ଏବାଉଟ୍ ଆନ୍ ଆବାଣ୍ଡନ୍ଡ ପର୍ସନ୍, ଗୋଟେ ପରିତ୍ୟକ୍ତ ମଣିଷ ଯିଏକି ସମାଜରୁ ପରିତ୍ୟକ୍ତ, ତାକୁ ନିର୍ବାସନ ଦଣ୍ଡ ଦିଆହେଇଛି, ସେ ଏକୁଟିଆ ଜୀବନଯାପନ କରୁଛି। ତାରି ସମ୍ବନ୍ଧରେ କବି ବର୍ଣ୍ଣନା କରିଛନ୍ତି। ବର୍ତ୍ତମାନ ଟପିକ୍ ଉପରକୁ ଚାଲ। I am monarch of all I survey, my right there is no one to dispute. From the center all around up to the sea, I am lord of the fowl and the brute. Because in this para, the poet says that, ଉକ୍ତ ପାରାରେ କବି କହୁଛନ୍ତି ଆଲେକ୍ଜାଣ୍ଡର ସେଲ୍ରିକ୍ ୱାଜ୍ ଏକ୍ଜାଇଲ୍ ଇନ୍ ଆନ୍ ଆଇସଲ୍ୟାଣ୍ଡ। ଆଲେକ୍ଜାଣ୍ଡର ସେଲ୍ରିକ୍ଙ୍କୁ ନିର୍ବାସିତ ଦଣ୍ଡରେ ଗୋଟେ ଦ୍ୱୀପରେ ଦଣ୍ଡିତ କରାହେଇଛି। ହି ସେଜ୍ ଦ୍ୟାଟ୍, ସେ କହୁଛନ୍ତି ହି ଇଜ୍ ଦ କିଙ୍ଗ ଅଫ୍ ଦ୍ୟାଟ୍ ଆଇଲ୍ୟାଣ୍ଡ, କହୁଛନ୍ତି ମୁଁ ହେଉଛି ଏଇ ଦ୍ୱୀପର ରାଜା। ନୋବଡି ହ୍ୟାଜ୍ କରେଜ୍, କୌଣସି ବ୍ୟକ୍ତିର ସାହସ ନାହିଁ ଟୁ ଆର୍ଗ୍ୟୁ ୱିଥ୍ ମାଇ ଡିସିସନ୍, ମୁଁ ଯେଉଁ ନିଷ୍ପତ୍ତି ନେଉଛି ତାହା ସହିତ ତର୍କ କରିବା ପାଇଁ କାହାର ସାଧ୍ୟ ନାହିଁ। ହି ଅଲ୍ସୋ ସେଜ୍ ଦ୍ୟାଟ୍, ସେ ଆହୁରି ମଧ୍ୟ କହୁଛନ୍ତି ହି ୱାଜ୍ ଦ ଲର୍ଡ଼ ଅଫ୍ ଦ ଅଲ୍ ଆନିମଲ୍ସ ଅଲ୍ ଆରାଉଣ୍ଡ ଦ ସି where he was exiled. ଯେଉଁ ଦ୍ୱୀପରେ ତାଙ୍କୁ ନିର୍ବାସିତ କରାହେଇଛି ତା ଚତୁଃପାର୍ଶ୍ୱରେ ଥିବା ସମୁଦ୍ର, ତା ଭିତରେ ଥିବା ପଶୁ ପକ୍ଷୀ, ମୁଁ ହେଉଛି ସମସ୍ତଙ୍କର ରାଜା। ଓ ସଲିଚ୍ୟୁଡ୍ where are the charms that sages have seen in they face better dwell in the midst
of alarms than rain in this horrible place. Here, the poet says, Alarm circle feels loneliness. କହୁଛି ଏକୁଟିଆ ନିଜକୁ ଭାବୁଛନ୍ତି, ନିଜ ଜୀବନକୁ ଏକୁଟିଆ ଏକୁଟିଆ ଭାବୁଛନ୍ତି. Where is the charming? କହୁଛି କୁଆଡ଼େ ଗଲା ସେହି charming which the saint seen in your face? କହିଲା ଋଷିମାନଙ୍କ ମଧ୍ୟରେ ମୁହଁମାନଙ୍କ ମୁଖମଣ୍ଡଳ ଯେଉଁ ହସ ହସ ବଦନ ଥିଲା ସେଟା କୁଆଡ଼େ ଗଲା? He also says, ସିଏ ମଧ୍ୟ କହୁଛନ୍ତି, it is better to live. କହୁଛି ଏହା ହେଉଛି ଭଲ ବାସ କରିବା ପାଇଁ ଇନ୍ ଦ ସୋସାଇଟି. କହୁଛି ସମାଜରେ ଦୁଃଖ ଯନ୍ତ୍ରଣାରେ ବାସ କରିବା ବହୁ ଗୁଣେ ଭଲ କାଠାରୁ ନା ଦ୍ୟାନ୍ ଦ ରୁଲିଂ ଓଭର ସଚ୍ ଏ ଡେଞ୍ଜରିୟସ୍ ପ୍ଲେସ୍. କହୁଛି ଏମିତି ଗୋଟିଏ ଭୟଙ୍କର ସ୍ଥାନର ସାମ୍ରାଜ୍ୟର ରାଜା ହେବା ଅପେକ୍ଷା ସମାଜ ମଧ୍ୟରେ ବାସ କରିବାଟା ସତଗୁଣେ ଭଲ. I am out of humanity reach. I must finish my journey alone. Never hear the sweet music of speech. I started at the sound of my own. He said that he is long away from the human society. ସେ କହୁଛନ୍ତି ମୁଁ ସମାଜଠାରୁ ବହୁତ ଦୂରରେ. He has to travel this journey, his journey alone. କହିଲେ ଏକୁଟିଆ ମୋ ଯାତ୍ରା ପଛରେ ମୋତେ ଗତି କରିବାକୁ ପଡ଼ିବ. ଏଠି କେହି ନାହାନ୍ତି, ମୋ ସାଙ୍ଗସାଥି ବନ୍ଧୁ ପରିବାର ବର୍ଗ ଏଠାରେ କେହି ନାହାନ୍ତି, ତେଣୁ ଏକୁଟିଆ ମୋତେ ଜୀବନ ବିତେଇବାକୁ ପଡ଼ିବ. He cannot hear the sweet song of a man. କାରଣ ଗୋଟେ ମଣିଷର ସୁନ୍ଦର ଗୀତ କି ସୁନ୍ଦର ହସ କଥା ବୋଧେ ମୁଁ ଶୁଣିପାରୁନାହିଁ. ହି ଇଜ୍ ଟେରିଫାଇଂ. ସେ ଭୟଭୀତ ହେଇଯାଉଛନ୍ତି. ବାଇ ହିଜ୍ ଓନ୍ ସାଉଣ୍ଡ. ନିଜ ଶବ୍ଦରେ ସେ ନିଜେ ଭୟଭୀତ ହେଇଯାଉଛନ୍ତି. ଦ ବିଷ୍ଟ ଦ୍ୟାଟ୍ ରୋମ୍ ଓଭର ଦ ପ୍ଲେନ୍ ମାଇ ଫର୍ମ with indifference see, they are so unacquainted with man, their tiredness is shocking to me. The animal who are moving freely in this island saw me as a man. କହୁଛି ଏଠି ଯେଉଁ ପଶୁପକ୍ଷୀ ବିଚରଣ କରୁଛନ୍ତି ସେମାନେ ମୋତେ ମନୁଷ୍ୟ ଭାବରେ ଦେଖୁଛନ୍ତି. ବଟ୍ ଦିଜ୍ ବିଷ୍ଟ, କହୁଛି ଏଇ ପଶୁପକ୍ଷୀମାନେ ଆର୍ as if unknown with me, unknown with man. ସତେ ଯେମିତି ସେମାନେ ମନୁଷ୍ୟକୁ ଚିହ୍ନି ନାହାନ୍ତି. ଦ୍ୟାଟ୍ ଆଇ ଆଷ୍ଟୋନିଶ୍. ମୁଁ ଆଶ୍ଚର୍ଯ୍ୟ ହେଉଛି. ଦେ ବିହେଭ୍ ମି. ସେମାନେ ବ୍ୟବହାର ଦେଖୁଛନ୍ତି ଆଜ୍ ଦେୟାର ପେଟ୍. ସତେ ଯେମିତି ମୁଁ ତାଙ୍କର ପୋଷା କୁକୁର ଭଳିଆ. Society, friendship and love divinely bestowed upon man. Oh, had I the wing of a dove, how soon would I taste you again? Blessing of God is upon man, such as society, friendship and love. ଏଠି ଆଲେକ୍ଜାଣ୍ଡର କହୁଛନ୍ତି ଯେ ଭଗବାନଙ୍କର ଆଶୀର୍ବାଦ ଅଛି ମନୁଷ୍ୟ ଉପରେ. କ'ଣ ଅଛି ଆଶୀର୍ବାଦ? ସମାଜ ଉପରେ ଅଛି କ'ଣ ନା ମନୁଷ୍ୟ ଉପରେ ଆଶୀର୍ବାଦ ଅଛି. ସେ ସମାଜରେ ବାସ କରୁଛି, ତାର ସାଙ୍ଗସାଥି ଅଛନ୍ତି, ଲଭ୍ ଅଛି, ଆଫେକ୍ସନ୍ ଅଛି, ଆଟ୍ରାକ୍ସନ୍ ଅଛି. କହୁଛି ପ୍ରେମ ଅଛି, ବନ୍ଧୁତ୍ୱ ଅଛି, ଭଲ ପାଇବା ଅଛି, ଆକର୍ଷଣ ଶକ୍ତି ଅଛି. ତାପରେ ସେ ଭଗବାନଙ୍କୁ ଓ ଗଡ଼୍, ହେ ଭଗବାନ, ଉଡ୍ ହାଭ୍ ଆଇ ଏ ୱିଙ୍ଗ ଅଫ୍ ଏ ଡୋଭ୍. କହିଲେ ମୋତେ ଗୋଟେ କପୋତର ଡେଣା ଦିଅନ୍ତୁ. I can touch the thinking of man soon. ଯଦି ମୋତେ ଗୋଟେ କପୋତର ଡେଣା ଲଗେଇ ଦିଅନ୍ତେ ମୁଁ ସାଙ୍ଗେ ସାଙ୍ଗେ ଯାଇକି ସମାଜ ସହିତ ମନୁଷ୍ୟମାନଙ୍କ ସହିତ କଥାବାର୍ତ୍ତା କରିକି ଫେରି ଆସନ୍ତି. My sorrows I then might assume in the ways of religion and truth, might learn from the wisdom of age and
be cheered by the cells of youth. He says that he can vanish his all pain in the society. ଓ ସମାଜରେ ଯଦି ମୁଁ ବଞ୍ଚିଥାନ୍ତି ବା ସମାଜରେ ରହିଥାନ୍ତି ତାହେଲେ ମୋର ସମସ୍ତ ଦୁଃଖ ଯନ୍ତ୍ରଣା ଭ୍ୟାନିସ୍ ଉଭେଇ ଯାଇଥାନ୍ତା ବାଇ ଟ୍ରୁଥ୍ ଆଣ୍ଡ ଭର୍ଚ୍ୟୁ। କାରଣ ମୋର ସତ୍ୟତା ପାଇଁ ମୋର ପୁଣ୍ୟ କାମ ପାଇଁ ସମସ୍ତ କିଛି ଦୂରେଇ ଯାଇଥାନ୍ତା। ଆଫ୍ଟର ରିଚିଂ ଇନ୍ ଦ ସୋସାଇଟି ସମାଜରେ